ପଙ୍କୁଆଳ ଓ ନୂଆପଡ଼ା ଏରିଆରେ ଚାଲିଥିବା ମଦରନ୍ଧା ଆଡ଼ାରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣର ପୋଚ ସହିତ ରନ୍ଧାମଦ ନଷ୍ଟ। ଆଜି ସନ୍ଧ୍ୟା 7:10 ସମୟରେ ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳ ସମୟରେ ହରଭଙ୍ଗା ବ୍ଲକର ବୌଦ୍ଧ ଥାନା ଅନ୍ତର୍ଗତ ପଙ୍କୁଆଳ ଓ ନୂଆପଡ଼ା ଏରିଆରେ ଚାଲିଥିବା ବେଆଇନ ମଦରନ୍ଧା ଆଡ଼ାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କୌଣସି ଆସାମୀ ଗିରଫ ହୋଇନଥିବା ବେଳେ ଘଟଣାସ୍ଥଳରୁ 1280 କେଜି ମହୁଲ ପୋଚ ସହିତ 28 ଲିଟର ରନ୍ଧାମଦକୁ ଜବତ କରି ପଙ୍କୁଆଳ ଗ୍ରାମର ପୋଖରୀ ପାଖରେ ଥିବା ଖୋଲା ସ୍ଥାନରେ ନଷ୍ଟ କରାଯାଇଛି, ଯେହେତୁ ସେଠାରେ ପରିବହନର ସୁବିଧା ନଥିଲା। ଏହା ସହିତ 27/2025-26ରେ ଏକ ମାମଲା ରୁଜୁ କରି ହରଭଙ୍ଗା ଅବକାରୀ ପୁଲିସ ତଦନ୍ତ ଜାରି ରଖିଛି।